वासुदेवाय धीमहि तन्नो विष्णु प्रचोदयात्। ଏହା ଥିଲା ଜଗନ୍ନାଥଙ୍କର ଗାୟତ୍ରୀ ମନ୍ତ୍ର। ନମସ୍କାର ବନ୍ଧୁଗଣ ଆପଣମାନଙ୍କୁ ଆମ ୟୁଟ୍ୟୁବ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତମ ଏବଂ ଶୁଭକାମନା। ଫ୍ରେଣ୍ଡସ୍, ଆଜି ଆମେ ଜାଣିବା ଏହି ଆଗାମୀ 2 ଦିନ ଆପଣଙ୍କ ମାନଙ୍କ ପାଇଁ କିନା କିପରି ଭାବରେ ସାବ୍ୟସ୍ତ ହେବ, ଅର୍ଥାତ୍ 3 ତାରିଖ ଏବଂ 4 ତାରିଖର ଦିନ ଆପଣଙ୍କ ମାନଙ୍କ ପାଇଁ କିପରି ଭାବରେ ସାବ୍ୟସ୍ତ ମଧ୍ୟ ହେବ ଏବଂ ଆପଣ ମାନଙ୍କର ଦିନ କିପରି ଭାବରେ ଚର୍ଚ୍ଚାରେ କଟିଯିବ। ଆପଣ ମାନଙ୍କର ଲଭ୍ ଲାଇନ୍ କିପରି ଭାବରେ ରହିବ, ବିଜନେସ୍ କିପରି ଭାବରେ ରହିବ, କ୍ୟାରିୟର କିପରି ଭାବରେ ରହିବ, ବ୍ୟାପାର କିପରି ଭାବରେ ରହିବ ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ସବୁ ବିଷୟରେ ମୁଁ ଆପଣମାନଙ୍କୁ ଜଣେଇବି। ସବୁ କିଛି ମୁଁ ଏହି ଭିଡ଼ିଓରେ ଆପଣମାନଙ୍କୁ ଜଣେଇବି। ତେଣୁ ଭିଡ଼ିଓଟିକୁ ପ୍ରଥମରୁ ଷ୍ଟାର୍ଟ କରିବା ପୂର୍ବରୁ ମୋର ଗୋଟିଏ ରିକ୍ୱେଷ୍ଟ କି ଆପଣମାନେ ଦୟାକରିକିନା ଭିଡ଼ିଓଟିକୁ ଫାଷ୍ଟରୁ ଲାଷ୍ଟ ଯାଏ ଶୁଣନ୍ତୁ ଏବଂ ତା ସହିତ ଆପଣମାନେ ଏ ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତେବେ ଏବେ ହିଁ ଯାଇକି ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିବାକୁ ଜମାରୁ ଭୁଲିବେ ନାହିଁ। କାହିଁକି ନା କ୍ଲିକ୍ କରିବା ଦ୍ୱାରା ଆପଣମାନଙ୍କୁ ସମୟ ସମୟରେ ସମସ୍ତ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କୁ ହିଁ ସର୍ବପ୍ରଥମେ ମିଳିଯିବ। ଆସନ୍ତୁ ଏବେ ଜାଣିବା ଆଗାମୀ ଏହି 2 ଦିନ ଆପଣମାନଙ୍କ ପାଇଁ କି କଣ ସବୁ ହେବା ପାଇଁ କି ଯାଉଛି। କଣ ଯଦି କହିବା ଆମେ ବିଶେଷ ଭାବରେ କି ଆପଣମାନଙ୍କ ପାଇଁ କିନା ଏଇ 2 ଦିନ କଣ ପଜିଟିଭ ହେବା ପାଇଁ କିନା ଯାଉଅଛି। ଯଦି କହିବା କି ଫ୍ରେଣ୍ଡସ୍, ଆପଣମାନଙ୍କୁ କୌଣସି କାର୍ଯ୍ୟକୁ ନେଇକି ଭଲ ସଫଳତା ପ୍ରାପ୍ତ ହେବାର ଯୋଗ ମଧ୍ୟ ବନୁଅଛି। ଯଦି ଆପଣମାନେ କୌଣସି କାର୍ଯ୍ୟ ଯୋଜନାକୁ ବିସ୍ତାର କରିବାକୁ ଚେଷ୍ଟା କରୁଛନ୍ତି କିମ୍ବା କୌଣସି ନୂଆ କାର୍ଯ୍ୟର ଆରମ୍ଭ କରିବାକୁ ଚାହୁଁଛନ୍ତି ତ ସେଥିରେ ଆପଣଙ୍କୁ ଭଲ ସଫଳତା ମଧ୍ୟ ପ୍ରାପ୍ତ ହେବ। ବନ୍ଧୁଗଣ, ଏହା ସହିତ ଯଦି ମୁଁ କହିବି କି ଭୂମି, ବହନ, ବାହନ ଆଦି କିଣାକିଣି ପାଇଁ ମଧ୍ୟ ଭଲ ଯୋଗ ମଧ୍ୟ ବନୁଅଛି। ବୈଜ୍ଞାନିକ ଦୃଷ୍ଟିକୋଣ ତଥା ଆପଣମାନଙ୍କର ଉନ୍ନତ ଭାବନା ଯୋଗୁଁ ଆପଣମାନଙ୍କୁ ଆଗକୁ ବଢ଼ିବା ପାଇଁ କି ସହାୟତା ପ୍ରଦାନ ମଧ୍ୟ କରିବ। ବଡ଼ ଲୋକମାନଙ୍କର ସହଯୋଗ ଓ ଆଶୀର୍ବାଦ ଆପଣମାନଙ୍କ ଉପରେ ବନିକିନା ରହିବ। ବନ୍ଧୁଗଣ, ଏହା ସହିତ ଯେଉଁ ସମାଚାରକୁ ପ୍ରାପ୍ତ କରିବା ପାଇଁ କିନା ଆପଣମାନେ କାଫି ସମୟରୁ ପ୍ରୟାସ କରିକିନା ଆସୁଥିଲେ ତ ସେ ସବୁରୁ ଆପଣମାନଙ୍କୁ ସଫଳତା ଅବଶ୍ୟ ହିଁ ମିଳିବ। କେବଳ ନିଜ କାର୍ଯ୍ୟକୁ ଯୋଜନାବଦ୍ଧ ଭାବରେ କରିବାରେ ଆବଶ୍ୟକତା ମଧ୍ୟ ରହିଅଛି। ଚାକିରି ପାଇଁ ଦିଆଯାଇଥିବା ପ୍ରତିଯୋଗୀ ପରୀକ୍ଷାର ପରିଣାମ ଆପଣମାନଙ୍କ ସପକ୍ଷରେ ମଧ୍ୟ ଯିବ। ଆପଣମାନେ ଆପଣମାନଙ୍କ ଲକ୍ଷ୍ୟ ଉପରେ ଏକାଗ୍ରଚିତ୍ତ ଭାବନା ରଖନ୍ତୁ। ଆପଣମାନଙ୍କୁ ସଫଳତା ଏ ଦିନ ମାନଙ୍କରେ ଅବଶ୍ୟ ହିଁ ପ୍ରାପ୍ତ ହେବ। ଜ୍ଞାନବର୍ଦ୍ଧନ ପୁସ୍ତକକୁ ପଢ଼ି ନିଜର ସମୟକୁ ବ୍ୟତୀତ ମଧ୍ୟ କରନ୍ତୁ। ତା ସହିତ ଆଧ୍ୟାତ୍ମିକ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କର ଆଶୀର୍ବାଦ ଏ ଦିନରେ ଆପଣମାନଙ୍କୁ ମିଳିପାରେ। ମାର୍ଗଦର୍ଶନ ମଧ୍ୟ ଆପଣମାନଙ୍କୁ ମିଳିବ। ସାମାଜିକ ଗତିବିଧିରେ ଟିକେ ଦୂରତା ବନିକିନା ରଖନ୍ତୁ। ଏଥିରେ ସମୟ ବ୍ୟର୍ଥ ହେବା ସହିତ ଆଉ କିଛି ଆପଣମାନଙ୍କୁ ପ୍ରାପ୍ତ ହେବ ନାହିଁ। ଦିନ ଅପେକ୍ଷା ଆପଣମାନେ ରାତିକୁ ଅଧିକ ଗୁରୁତ୍ୱ ଦେବେ। ଆଉ ତା ସହିତ ଦିଲ୍ ଅପେକ୍ଷା ଦିମାଗର କଥା ଆପଣମାନେ ନିଶ୍ଚିତ ଭାବରେ ଶୁଣନ୍ତୁ। ତାହା ଦ୍ୱାରା ଆପଣମାନଙ୍କର ସ୍ୱାଭିମାନ କୌଣସି ପରିସ୍ଥିତିରେ ବି ହିମ୍ମତର ସାଥ ଛାଡ଼ିବ ନାହିଁ। ଏହା ଆପଣମାନଙ୍କର ବହୁତ ବଡ଼ ସମ୍ପତ୍ତି ଅଟେ। ସନ୍ତାନମାନଙ୍କର ଶିକ୍ଷା ସମ୍ବନ୍ଧିତ କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟ ହୋଇପାରେ। ଶିକ୍ଷା ସଂସ୍ଥାନରେ ଆପଣମାନଙ୍କୁ ଶୁଭ ଫଳ ଅବଶ୍ୟ ହିଁ ମିଳିବ। ଅନୁଭବୀ ତଥା ମାର୍ଗଦର୍ଶନ ତଥା ଜିମେଦାରୀ ମାର୍ଗଦର୍ଶନ ଆପଣମାନଙ୍କୁ ଆହୁରି ଅଧିକ ମଜବୁତ ମଧ୍ୟ କରିଦେବ। ଯେଉଁ କାରଣ ପାଇଁକିନା ଆପଣମାନଙ୍କୁ ଉଚିତ ଫଳ ମଧ୍ୟ ପ୍ରାପ୍ତ ହେବ ଏବଂ ଆପଣମାନଙ୍କର ମନ ବହୁତ ଅଧିକ ପ୍ରସନ୍ନ ମଧ୍ୟ ରହିବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏଇ ଦିନ ମାନଙ୍କରେ କଣ ନେଗେଟିଭ ମଧ୍ୟ ରହିବ। ବନ୍ଧୁଗଣ, ଭୁଲ କଥାର ପ୍ରତିକାର କରିବା ଦ୍ୱାରା କାରଣରେ ମଧ୍ୟ ଲୋକମାନେ ଆପଣମାନଙ୍କ ଉପରେ ବିରକ୍ତ ଭାବ ଦେଖାଇବେ। ଆପଣମାନଙ୍କୁ ସବୁ କଥାରେ ସଂଯମତା ଏବଂ ଗମ୍ଭୀରତାର ସହ କରିବାର ଅଛି। କେବେ ଲାପରବାହିର ପରିଣାମ ଘାତକ ଆପଣମାନଙ୍କ ପାଇଁକିନା ହୋଇପାରେ। ଏ ଦିନ ମାନଙ୍କର ଅର୍ଥର ଖର୍ଚ୍ଚ ବହୁତ ଅଧିକ ରହିଅଛି। ତେଣୁ ଆପଣମାନେ ଅର୍ଥକୁ କମ୍ କରିକିନା ଖର୍ଚ୍ଚ କରନ୍ତୁ। ତା ସହିତ ପଇସା ମାମଲାରେ କାହାକୁ ବି ଧାର ଦିଅନ୍ତୁ ନାହିଁ। କାହିଁକି ନା ଏ ଦିନ ମାନଙ୍କରେ ଆପଣମାନେ କାହାକୁ ବି ଧାର ଦେବେ ତ ସେ ଆପଣମାନଙ୍କୁ ଠକି ଦେବେ। ଆପଣମାନଙ୍କୁ ଟଙ୍କା ଦେବାରେ ବହୁତ କଷ୍ଟ ଫିଲ୍ ମଧ୍ୟ କରିଦେବେ। ଯାହାଦ୍ୱାରା ଆପଣମାନେ ବିରକ୍ତି ଭାବ ଦେଖାଇବେ ଏବଂ ତା ସହିତ ଆପଣମାନେ କଥାବାର୍ତ୍ତାରେ
କ୍ରୋଧତାପଣ ଦେଖାନ୍ତୁ ନାହିଁ, କାରଣ ଆପଣମାନଙ୍କର କ୍ରୋଧ ହିଁ ବହୁତ ବଡ଼ ଶତ୍ରୁତା ହୋଇଥାଏ। ସବୁବେଳେ ମନେ ରଖିବେ, ଅନ୍ୟକୁ କହିବା ଆଗରୁ ସବୁବେଳେ କଥାଟିକୁ ସଂଯମତାର ସହିତ କଥାବାର୍ତ୍ତା କରିବେ। କ୍ରୋଧରେ ନିଆଯାଇଥିବା କଥା ବହୁତ ବ୍ୟାଘାତ ଘଟିଥାଏ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏଇ ଦିନମାନଙ୍କରେ ଲଭ୍ ଲାଇନ୍ କିପରି ଭାବରେ ରହିବ। ଦାମ୍ପତ୍ୟ ଜୀବନକୁ ନେଇକି ଆପଣମାନଙ୍କର ସ୍ଥିତି କାଫି ଭଲ ହେବା ପାଇଁ କି ଯାଉଅଛି। ଜୀବନ ସାଥୀମାନଙ୍କ ସହିତ ମଧୁର ସମ୍ପର୍କ ରହିବା ସହିତ ଆପଣମାନଙ୍କୁ ସେମାନଙ୍କର ସହଯୋଗ ମଧ୍ୟ ପ୍ରାପ୍ତ ହେଇଯିବ ଏବଂ ପତି ପତ୍ନୀଙ୍କ ସହିତ ସମ୍ବନ୍ଧ ମଧ୍ୟ ଭଲ ରହିବ। ଆସନ୍ତୁ ଏବେ ଜାଣିବା ଏହି ଦିନମାନଙ୍କରେ ଆପଣମାନଙ୍କର ବ୍ୟବସାୟିକ କ୍ୟାରିୟର କିଭଳି ଭାବରେ ରହିବ। ନିଜର ପରିଶ୍ରମ ଏବଂ କଠିନତା ଯୋଗୁଁ ଆପଣମାନେ ବ୍ୟବସାୟରେ ଉନ୍ନତି ମଧ୍ୟ ଦେଖାଦିବ। ଚାକିରି କରୁଥିବା ବ୍ୟକ୍ତିମାନେ ନିଜ ବ୍ୟକ୍ତିତ୍ୱରେ ମଧ୍ୟ ସନ୍ତୁଷ୍ଟ ହୋଇ ରହିବେ ଏବଂ ଆପଣମାନଙ୍କ ଚାକିରି କ୍ଷେତ୍ରରେ ହାଲକା ଫୁଲକା ପ୍ରୋବ୍ଲେମ ମଧ୍ୟ ଆସିପାରେ, କିନ୍ତୁ ଆପଣମାନଙ୍କର ବୁଦ୍ଧିମତ୍ତା ଏବଂ ପରିଶ୍ରମ ଦ୍ୱାରା ଆପଣମାନେ ସେ ସବୁ ପ୍ରୋବ୍ଲେମକୁ ସଲ୍ଭ ମଧ୍ୟ କରିଦେବେ। ଆପଣମାନଙ୍କ ବ୍ୟବସାୟ ଏବଂ ଚାକିରି କ୍ଷେତ୍ରରେ ଆପଣମାନଙ୍କର ବ୍ୟବହାର ଦ୍ୱାରା କିଛି କ୍ଷତି ଘଟିପାରେ, ତେଣୁ ଆପଣମାନେ ଟିକେ ବ୍ୟବହାରକୁ ସୁଦୃଢ଼ କରିକି ରଖନ୍ତୁ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ସ୍ୱାସ୍ଥ୍ୟ କିପରି ଭାବରେ ରହିବ। ଅତ୍ୟଧିକ ପରିଶ୍ରମ ଦ୍ୱାରା ଆପଣମାନଙ୍କୁ ଥକାପଣ ଏବଂ କଷ୍ଟ ଭଳି କିଛି ଛୋଟ ମୋଟ ସମସ୍ୟା ମଧ୍ୟ ଆପଣମାନଙ୍କ ପାଇଁକି ଆସିବ। ତା ସହିତ ଆପଣମାନେ ଅଧିକ ଗରିଷ୍ଠ ଏବଂ ତେଲୁଆ ଖାଦ୍ୟଠାରୁ ଆପଣମାନେ ଦୂରେଇ ମଧ୍ୟ ରୁହନ୍ତୁ, ନଚେତ୍ ଆପଣମାନଙ୍କୁ ପେଟ ରୋଗ ଜନିତ ବହୁତ ସମସ୍ୟା ମଧ୍ୟ ଦେଖିବାକୁ ପଡ଼େ। ସେଥିପାଇଁ ଆପଣମାନେ ସୁପାଚ୍ୟ ଖାଦ୍ୟ ଗ୍ରହଣ ମଧ୍ୟ କରନ୍ତୁ। ନିଜର ସ୍ୱାସ୍ଥ୍ୟକୁ ଭଲ ଭାବରେ ରଖିବା ପାଇଁ ଆପଣମାନେ ପ୍ରତ୍ୟେକ ଦିନ ଯୋଗ କରନ୍ତୁ, ବ୍ୟାୟାମ କରନ୍ତୁ ଆଉ ସୁସ୍ଥ ମଧ୍ୟ ରୁହନ୍ତୁ। ଆଶା କରୁଛି ଆଜିର ଏହି ଛୋଟିଆ ଭିଡ଼ିଓଟି ଆପଣମାନଙ୍କୁ ବହୁତ ମାତ୍ରାରେ ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ୍ କରନ୍ତୁ। ପୁଣି ଦେଖା ହେବ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହୁଛି। ଧନ୍ୟବାଦ।